ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଯେଉଁ ଟପିକ୍ ବିଷୟରେ ମୁଁ ଆପଣଙ୍କୁ କହିବି, ମୁଁ ସେଟା ନିଜେ ପର୍ସନାଲି ଘୃଣା କରେ। ଯେ ଉପାୟ ଯେଉଁମାନେ ଖାଲି କହିଦିଅନ୍ତି ସେମାନଙ୍କୁ ମୁଁ ସବୁବେଳେ ନିନ୍ଦା କରେ। କିନ୍ତୁ ମୁଁ ଆଜି ଆପଣଙ୍କୁ ଗୋଟେ ଭଲ ଉପାୟ ବିଷୟରେ କହିବି। ସେ ହେଲା କ'ଣ ନା, ଅନ୍ନ ଦାନ ହେଲା ଜୀବନ ଦାନ। ଅନ୍ନ ଦାନ ହେଲା ଜୀବନ ଦାନ। ଆପଣମାନଙ୍କ ଭିତରୁ ବହୁତ ଲୋକ ମୋତେ ଜାଣିନଥିବେ, ଯେତେବେଳେ ମୁଁ ଆଶ୍ରମରେ ରହୁଥିଲି, ରହିଲା ପୂର୍ବରୁ ମଧ୍ୟ ମୁଁ ଭିକ୍ଷାବୃତ୍ତି କରିଛି। ନଟ୍ ଆଜ୍ ଏ ଭିକାରୀ ବଟ୍ ଆଜ୍ ଏ ଯୋଗୀ। ଯେ ମୁଁ ସାରାଦିନ ବହିଟେ ପଢ଼ିବି, ଧ୍ୟାନ କରିବି, ମୋତେ କିଛି ଦିଅନ୍ତୁ ମୁଁ ଖାଇବି। କିଛି ଲୋକ ଭିକ୍ଷା ବି ଦିଅନ୍ତିନି, ଚାଉଳ ଦେଇ ଦିଅନ୍ତି। ଯଦିଓ ସେ ଜିନିଷ ମୋତେ ମୁଁ ଗୋଟେ ଜାଗାରେ ଦାନ କରିଦେଉଥିଲି, କିନ୍ତୁ ଆପଣ ତଦ୍ୱାରା ଜାଣିପାରିବେ ଯେ ଭିକ ମାଗିବାଟା ଗୋଟେ ସହଜ ଜିନିଷ ନୁହେଁ। ଯୋଗୀ ହେଇକି ଭିକ ମାଗିବାଟା ଯଦି ଏତେ ବି କଷ୍ଟ ନୁହେଁ, ତ ଆଜିକା ଡେଟ୍ରେ ଯେଉଁ ଭିକାରୀ ମାନେ ଆପଣ ଯାହା କହୁଛନ୍ତି ବା ଗୋଟେ ଘୃଣ୍ୟ ବୃତ୍ତି ବୋଲି କହୁଛନ୍ତି, ସେଟା ଘୃଣ୍ୟ ବୃତ୍ତି ହେଇପାରେ, କିନ୍ତୁ ସେଟା ଗୋଟେ ସହଜ ଜିନିଷ ନୁହେଁ। ମୋର କିଛି ପର୍ସନାଲ ମତ ତା ଉପରେ ନାହିଁ। ସିଏ ଯେମିତି ଯାହାକୁ ଚାହାନ୍ତି ତାକୁ ସେଇଭଳିଆ କର୍ମ ଦିଅନ୍ତି। ତ ଅନ୍ନ ଦାନ ହେଲା ଗୋଟେ ଜୀବନ ଦାନ। ଆପଣ ଦେଖିଥିବେ ଜ୍ୟୋତିଷରେ ଆପଣ ବହୁତ ଜ୍ୟୋତିର୍ବିଦ ମାନେ କହୁଥିବେ, ସେ ପାରାକୁ ଟିକେ ଖାଇବାକୁ ଦିଅନ୍ତୁ, ସେ କୁକୁରକୁ ଟିକେ ଖାଇବାକୁ ଦିଅନ୍ତୁ, ସେ ବିଲେଇକି ଖାଇବାକୁ ଦିଅନ୍ତୁ, ଇତ୍ୟାଦି ଇତ୍ୟାଦି। ମଣିଷକୁ ଖାଇବାକୁ ଦେବ ବହୁତ ଲୋକ ଏଇଥିପାଇଁ କୁହନ୍ତିନି, କାହିଁକିନା ଆଜିକା ଡେଟ୍ ଗୋଟେ ମଣିଷଟେ ଆମେ ମୌଳିକ ଆବଶ୍ୟକତା କହିଲେ ଯେଉଁ ଖାଦ୍ୟ, ବସ୍ତ୍ର, ବାସଗୃହ, ଖାଦ୍ୟଟାକୁ ସେ କୌଣସି ନା କୌଣସି ମିଳିଯାଉଛି। ତାକୁ ଖାଦ୍ୟଟା ଅଧିକ ହେଇଯାଇଛି। ଏବେ ଆପଣ ହୋଟେଲକୁ ଯିବେ, ସେଠି ମାଗିବା ପାଇଁ ମୋତେ ଭାତ ଡାଲି ଟିକେ ଦେଲେ ସେ ଦେଇଦେବେ। ଆଗରୁ ସେମିତି ନଥିଲା, ମଣିଷମାନଙ୍କୁ ଦିଆହେଉଥିଲା। ତ ମୋର କହିବାର ଉଦ୍ଦେଶ୍ୟ ହେଲା, ଆପଣ ଗୋଟେ ସେ ଜ୍ୟୋତିଷ ଫୋତିଷ ଛାଡ଼ନ୍ତୁ, ପ୍ରଥମେ ଗୋଟେ ମୁଣ୍ଡରେ ପୁରାନ୍ତୁ ଯେ ଖାଦ୍ୟଟା ଗୋଟେ କେତେ ବଡ଼ ଆବଶ୍ୟକ ଜିନିଷ। ମୁଁ ମୋ ଘରେ କିଛି ଧଳା ମୂଷା ପାଳିଥିଲି। ମୁଁ ତ କରେନି, ମୋ ମା କରନ୍ତି। ଆମେ ତ ଦୁଇ ଜଣଙ୍କର ଆମର ସଂସାର। ତ ମୁଁ ମୋର ତଳେ ପଢ଼ାପଢ଼ି କଲି, ମୋ ମା ଉପରେ ଧଳା ମୂଷାଙ୍କ କଥା ବୁଝନ୍ତି। ଯଦି ଆପଣ ଏତିକି ଟିକେ ଭାତ ପକାଇଦେବେ, ଗୋଟେ ମୂଷା ତାକୁ 2 ଦିନ ଖାଇକି ବଞ୍ଚିଯିବ। ତାକୁ ଏତେ ଦେଲେ ବି ସେ ଖାଇଦେବ, କିନ୍ତୁ ଏତିକି ଗୋଟେ ଭାତ ତା ପାଇଁ ଜୀବନ। ଆପଣ ନଷ୍ଟ କରିଦେଉଥିବେ ନିଶ୍ଚିତ। କହିବାର ଉଦ୍ଦେଶ୍ୟ ହେଲା, ଜୀବଜଗତରେ ମଣିଷ ଭଳିଆ ସମସ୍ତେ ନାହାନ୍ତି। ଏମିତି ବହୁତ ଜୀବଜନ୍ତୁ ଅଛନ୍ତି ଯେଉଁମାନେ ଖାଇବାକୁ ପାଉନାହାନ୍ତି। ଆପଣ ଯଦି ସେମାନଙ୍କୁ ଖାଇବାକୁ ଦେଉଛନ୍ତି, ନିଶ୍ଚିତ ରୂପେ ଆପଣ ତାଙ୍କର ପୁଣ୍ୟ ବଳଟା ଆପଣଙ୍କର ବଢ଼ୁଛି। ଏବଂ ଏଥିରେ ଜ୍ୟୋତିଷ କେତେ ଦୂର ଆପଣଙ୍କର କାମ କଲା ନ କଲା, ଆପଣଙ୍କର ମଙ୍ଗଳ ଖରାପ ଅଛି, କିଏ କହିଲେ ଖାଇବାକୁ ଦିଅ, କୁକୁରକୁ କିଏ କହିଲେ ଶୁକ୍ର, ମାନେ ମଙ୍ଗଳ ଶୁକ୍ର କିଛି ଖରାପ ନଥାନ୍ତି। ମଙ୍ଗଳ ସହିତ ମଙ୍ଗଳ ଯେଉଁ ଯେଉଁ କର୍ମକୁ ଦର୍ଶାଏ, ସେ କର୍ମ ଆପଣ ଭୁଲ କରିଛନ୍ତି, ସେଇ କର୍ମଟାକୁ ଠିକ୍ କରେ। ମଙ୍ଗଳ ଖାଲି ଗୋଟେ ଇଣ୍ଡିକେଟ୍ କରୁଛି ଯେ ନାଇଁ ନାଇଁ ଆପଣ ପୂର୍ବ ଜନ୍ମରେ ଭାଇ ପ୍ରତି ଅତ୍ୟାଚାର କରିଛନ୍ତି, ଜାଗା ଜମି କାଠୁ ସବୁ ମାରିକି ଖାଇଛନ୍ତି। ଏ ଜନ୍ମରେ ଆପଣ ମଙ୍ଗଳର କି ସୁଖ ପାଇବେ ନାହିଁ, ବରଂ ତାର ଯେଉଁ ପୀଡ଼ାଟା ମଙ୍ଗଳ ଦେବା କଥା, ଆକ୍ସିଡେଣ୍ଟ ହେଲା, ବ୍ଲଡ଼ ସେଡ୍ ହେଲା, ଟିକେ ନାଇଁ ଝୁଣ୍ଟି ପଡ଼ିବ, ସାଙ୍ଗେ ସାଙ୍ଗେ ହାତ କଟିଯିବ। ସେଥିରୁ ମୁକ୍ତି ପାଇବା ପାଇଁ ଆପଣ କୁକୁରମାନଙ୍କୁ ଖାଇବାକୁ ଦିଅନ୍ତୁ। କାହିଁ ଆପଣ କ'ଣ ସେଠି ପିମ୍ପୁଡ଼ିମାନଙ୍କୁ ଖାଇବାକୁ ଦେଲେ ହେବନି? ହେବ, କିନ୍ତୁ ଆମେ ଟେକ୍ନିକାଲି ସେଇ କର୍ମଟାକୁ ବାଲାନ୍ସ କରିବା ପାଇଁ କହୁ। ଯେଉଁଟାକି ଜ୍ୟୋତିଷର ଏଟା ହେଲା ଗଣନା, କି କାହାକୁ ଖାଇବାକୁ ଦେଲେ ଆମ କର୍ମଟା ରିଫର୍ମ ହେବ। ସବୁ ଫିଲ୍ଡରେ ଖାଇବା ଅଛନ୍ତି। ମୁଁ ସେଇଥିଲାଗି କୁହେ, ଆପଣ କେଉଁ ଭଳିଆ କର୍ମ କରିବାକୁ ଚାହୁଁଛନ୍ତି ନା କରିବା ଉଚିତ, ସେଟା ଯଦି ଜାଣିବାକୁ ଚାହୁଁଛନ୍ତି ଜାତକ ଦେଖାନ୍ତୁ। ତେଣୁ କହୁଛି ନା, କର୍ମ ସବୁକିଛି, କର୍ମ ହିଁ ସବୁକିଛି। ସେ କର୍ମ ଫଳଟା ହିଁ ଭାଗ୍ୟ। ତ
ତେଣୁ ଆପଣ କ'ଣ ଭୁଲ କରିଦେଇଛନ୍ତି ଯେଉଁଟାକି ଏ ଜନ୍ମରେ ଏଟାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ, ସେଥିପାଇଁ ଜାତକଟା ଦେଖନ୍ତୁ। ନା କି ଜାତକ ଦେଖେଇ ଦେଇକି ମୁଁ ସେ IAS ଅଫିସର ହେଇଯିବି, ସେ ଆମର ଘର ହେଇଯିବ, ଗାଡ଼ି ହେଇଯିବ, ଇତ୍ୟାଦି ଇତ୍ୟାଦି। ହଉ, ସେ ତ ଗଲା ଜ୍ୟୋତିଷ କଥା। ଯଦି ଜ୍ୟୋତିଷ ବି ଆପଣ ଜାଣିନାହାନ୍ତି, ଆପଣ ଦେଖିବେ ଆପଣ କିଛି ଚଢ଼େଇକି ଖାଇବାକୁ ଦିଅନ୍ତୁ, ସେ ସବୁବେଳେ ଆସି ଆପଣଙ୍କୁ ଖାଇବାକୁ ମାଗିବେ। ସେଥିରେ ଆପଣଙ୍କୁ ଖାଇବାଟା ଅଧିକ ଦେବାକୁ ପଡ଼ିବ। ମନେକର ଆପଣ କହିବେ ଯେ ମୁଁ ଆଜି 5ଟା ପିଲାକୁ ଖାଇବାକୁ ଦେବି। ଅନାଥ ଆଶ୍ରମ ଯିବେ, ଦେଖିବେ ସେଠି ପିଲାମାନେ ଆପଣଙ୍କୁ ଦେଖିଲେ ଏମିତି ସେମାନେ ମୁଣ୍ଡିଆ ମାରିବେ। ମୋର ଜଣେ ଭଲ ବନ୍ଧୁ, ସେ ଗୋଟେ ଅନାଥ ଆଶ୍ରମ ଚଲାନ୍ତି। ମୁଁ ଯାଏ, ମୋର ତ ବିଲକୁଲ ରୋଜଗାର ନାହିଁ କହିଲେ ଚଳେ, ତଥାପି ବେଳେବେଳେ କିଛି ରୋଜଗାର ହେଇଗଲା 5-7 ହଜାର ଟଙ୍କା, ମୁଁ 2,000 ତାକୁ ଦେଇଦିଏ। ଅନାଥ ଆଶ୍ରମ ଗଲେ ସେ ପିଲାମାନେ ଏମିତି ମୁଣ୍ଡିଆ ମାରିବେ ଯେ ସେଭଳିଆ ସମ୍ମାନ ହୁଏତ ଆପଣ ନିଜ ପିଲାପିଲାଙ୍କଠୁ କେବେ ପାଇବେନି। କାହିଁକି ନା ସେମାନେ ନିଡି, ଜିନିଷ ପାଉନାହାନ୍ତି। ପିଲାମାନଙ୍କୁ ଦେଲେ ବୁଦ୍ଧ ଷ୍ଟ୍ରଙ୍ଗ ହେବ, ସେ ତ ଅଲଗା କଥା। ଆପଣ ଆଗ ଦିଅନ୍ତୁ। ଆପଣ କହିବେ ସାର୍ ମୁଁ ତ ନିଜେ ଖାଇବାକୁ ପାଉନାହିଁ, ମୁଁ କେମିତି ଖାଇବାକୁ ଦେବି? ଗୋଟେ ପ୍ରଥମେ ମୋଟୋ କେୟାର କରନ୍ତୁ ନିଜ ଭିତରେ ଯେ ମୁଁ ବଞ୍ଚିଥିଲା ଭିତରେ କିଛି ଲୋକ ଯେଉଁମାନେ ଖାଇବାକୁ ଭୋକିଲା ମୋ ଆଗରେ କେହି ଯିବେନି। ମୁଁ ଯଦି ଖାଇବାକୁ ଆଜି ବସୁଛି, ତାହେଲେ ଆପଣ ଦେଖୁଥିବେ ଆଗରୁ ଖାଇବାଟା କିଛି ବାଢ଼ି ଦିଆଯାଏ। କେଉଁମାନଙ୍କ ଉଦ୍ଦେଶ୍ୟରେ? ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ। କିଛି ଲୋକ ତାକୁ ନିଜ ଇଷ୍ଟଙ୍କ ଉଦ୍ଦେଶ୍ୟରେ ବି ଦିଅନ୍ତି। ତେବେ ସେ ଛାଡ଼ନ୍ତୁ, କେଉଁ ଜାଗାରେ ଆସି ପଡ଼ିବ, କେଉଁ ଜାଗାରେ ପଡ଼ିବନି, ସେ ତ ଆପଣ ନୈବେଦ୍ୟ କେମିତି ଆପଣ ଅର୍ଘ୍ୟ ଦେବେ ସେ ଅଲଗା କଥା। କିନ୍ତୁ କାହିଁ ଗୋଟେ ପର୍ଟିକୁଲାର କିଏ ଗୋଟେ ଖାଇବ, ଆପଣ ଯେଉଁ ଖାଇବାଟା ବାଢ଼ି ଦିଅନ୍ତୁ, ତବେ ସେ ପିମ୍ପୁଡ଼ି ଖାଇବେ। ହଁ, ଆପଣମାନେ ଜାଣନ୍ତି ଯେ ମୁଁ ଯାହା କହେ ସେଇଟା ମୁଁ ନିଜେ କରେ। ତେଣୁ ମୁଁ ଗୋଟେ ଚିନି ଆଣି ରଖେ ଘରେ, ସେ ଯେଉଁ ନକୁଳ ଦାନା ତାକୁ ପକାଇ ଦିଏ ଜନ୍ଦା ଖାଇବା ପାଇଁ। ସେମାନେ ଆସିବେ ଆଜ୍ଞା ଖାଇବାକୁ ଆପଣ ଦେଲେ। ଆପଣ କହିବେ ସାର୍ ମୁଁ ତ ଆପଣଙ୍କର ତ ରୋଜଗାର ନାହିଁ, ଆପଣ ଏଠି କେଉଁଠୁ ଆଣୁଛନ୍ତି? ମୁଁ ନିଜେ ଖାଏ ନା। ଆପଣ ଯଦି ଦିନକୁ 3 ବକ୍ତ ଖାଇଯିବେ, ଆପଣଙ୍କର ତାହେଲେ ଆପଣ ଆପଣଙ୍କୁ ଛାଡ଼ିକି ଆପଣ ଆଉ ଜଣେ ଲୋକଙ୍କର ଖାଇଗଲେଣି। ଆପଣ ଦିନକୁ 1 ବକ୍ତ କି 2 ବକ୍ତ ଖାଉନାହାନ୍ତି, ଆଉ 1 ବକ୍ତ କାହାକୁ ଦେଇଦେବେ। 1 ବକ୍ତ ବି ଖାଆନ୍ତୁ, ଗୋଟେ ଦିନ ପୁରା ଉପବାସ ରହୁନାହାନ୍ତି। ତେଣୁ ଆପଣ ଯଦି 5ଟା ପିଲାଙ୍କୁ ଗୋଟେ ଅନାଥ ଆଶ୍ରମରେ ଖାଇବାକୁ ଦେବାକୁ ଚାହୁଁଛନ୍ତି, ତାହେଲେ ଆପଣ ଗୋଟେ ମାସରେ 4 ଦିନ, 4ଟା ଗୁରୁବାର କି ଶୁକ୍ରବାର ଯେଉଁଟା ଆପଣ ଠିକ୍ ଲାଗୁଛି, ରବିବାର ଉପାସ କରିକି ସେଇ ପଇସାଟା କିଛି ଗୋଟେ ଖାଇବାକୁ କାହାକୁ ଦେଇଦେବେ। ଯେଉଁ ଜନ୍ତୁ କି ଯେଉଁ ଲୋକ, ଇଭେନ୍ ଗଛକୁ ବି ପାଣି ଦେବାଟା କୁହାଯାଏ ଯେ ଗୋଟେ ପ୍ରକାର ଅର୍ଘ୍ୟ ବୋଲି, କିନ୍ତୁ ଦେଉଛନ୍ତି, ଆପଣଙ୍କର ସେଇଟା ଗୋଟେ ବଡ଼ ଉପଚାର। ଛାଡ଼ି ଦିଅନ୍ତୁ, ଜ୍ୟୋତିଷ ଛାଡ଼ି ଦିଅନ୍ତୁ। କିଛି ବି ଆପଣଙ୍କ ପ୍ରତି ରିଷ୍ଟ ଅଛି ବା କିଛି ଗୋଟେ ଆପଣଙ୍କର ଭଲ ଦଶା ଚାଲି ନାହିଁ, ଆପଣ ଦେଖିବେ ଆପଣ ଏତେ ବି ଭୋଗିବେନି ଯେତେ ଆପଣ ଏକ୍ସପେକ୍ଟେଡ଼ କରାଯାଉଥିବ। ଏମିତି ବହୁତ ଜାଗାରେ ହେଇଛି, ଲୋକ ଦେଖିଛନ୍ତି ଯେ ଆମେ ଗାଈ ପାଳିଛୁ, ଗାଈ ଚାଲିଯିବେ, କୁକୁର ପାଳିଛନ୍ତି, କୁକୁର ଚାଲିଯିବେ। କାହିଁକି ନା ରିଷ୍ଟଟା ସେମାନେ ନେଇଯାଆନ୍ତି। ଏତେ ପଶୁଜନ୍ତୁ ଖାଇବା ଦ୍ୱାରା ଏତେ ପାୱାର ଅଛି। ମଣିଷମାନେ ଆପଣଙ୍କ ଉପରେ ଡେଞ୍ଜରସରେ ଛାଡ଼ି ପଳାଇବେ। ଆପଣ 2ଟା ପୁଅ ବଡ଼ କରିଛନ୍ତି, ଯେତେବେଳେ ସେ ଦେଖିବେ ଏ ଲୋକଟାର ଆଉ କିଛି ୟୁଜଲେସ୍ ନାହିଁ, ମୁଁ ଯାହା ଦେଖୁଛି ଆଜ୍ଞା ଆଜିକାଲି ଦୁନିଆରେ, ମୁଁ କାହାକୁ ପର୍ଟିକୁଲାର କରି କହୁନି, ସେ ଆପଣଙ୍କୁ ଧକିଆ ମାରି ପଳାଇବେ, ନିଜେ ତାଙ୍କର ଭଲରେ ରହିବେ। କିନ୍ତୁ କୌଣସି ପଶୁପକ୍ଷୀ କେବେ ଏମିତି ଦଗାବାଜି କରନ୍ତି ନାହିଁ। ସେଇଥିଲାଗି ପଶୁପକ୍ଷୀ ଯଦି ଆପଣ ଖାଇବାକୁ ଦେଉଛନ୍ତି, ତାହେଲେ ସେ ଗୋଟେ ନିଜର ତାଙ୍କ ଗୋଟେ ଜୀବନ ଦାନ ଆପଣ ତାଙ୍କୁ ଦେଲେ। ଯାହା ବି ଆପଣଙ୍କର ହେଇଥାଉ ଜାତକ, ଯାହା ବି ହେଇନଥାଉ, ମୁଁ ସବୁବେଳେ ଗୋଟିଏ ରେମେଡ଼ି କୁହେ, ଗୋଟିଏ ରେମେଡ଼ି, ସେଇଟା ଜ୍ୟୋତିଷ ବୋଲି ମୁଁ କହୁନି। ଏଟା ଆପଣଙ୍କୁ ସମ୍ପୂର୍ଣ୍ଣ ଭାଷାରେ ମୁଁ କହୁଛି ମାନବିକତା, ପୁଣ୍ୟ, ଆଉ ଭଗବାନ ଆପଣଙ୍କୁ ଯେଉଁ ମଣିଷ ଜନ୍ମ ଦେଇଛନ୍ତି ତାର କିଛି ସଦୁପଯୋଗ। ଜ୍ୟୋତିଷ ଏଥିରେ କିଛି ନାହିଁ। ଆପଣ କହିବେ ସାର୍ ମୁଁ କୁକୁରକୁ ଡେଲି ଖାଇବାକୁ ଦେଉଛି, କିଛି ହେଉନାହିଁ। ଆମ ମା ଥରେ ମଝିରେ କହୁଥିଲେ ସମସ୍ତଙ୍କୁ ତାହେଲେ ଖାଇବାକୁ ଦେଉଛନ୍ତି, ଆମେ ଦିନକୁ ଦିନ ତଳି ତଳି କେମିତି ଯାଉଛନ୍ତି? ମୁଁ କହିଲି ଆମେ କିଛି ଏତେ ଖରାପ କାମ କରିଛନ୍ତି ପୂର୍ବ ଜନ୍ମରେ ମା, ଯେଉଁଥିପାଇଁ କି ଏ ଜନ୍ମରେ ଆମେ ହଇରାଣ ହେବା, ତାହା ହିଁ ନାହିଁ ନିୟତି। କିନ୍ତୁ ତା ମାନେ ନୁହେଁ ଯେ ଆପଣ ଖାଇବାକୁ ଦେବେନି। ଆପଣ ନିଃସ୍ୱାର୍ଥ ଭାବରେ ଖାଇବାକୁ ଦେବେ। ଆପଣ ନହେଲେ ଆପଣଙ୍କର ପିଲାପିଲି ରିଷ୍ଟ କଟିଯାଏ। ପୁଣ୍ୟ ବଳ ଯଦି ଅଛି ଆପଣଙ୍କର ବହୁତ, ମୁଁ କହିବିନି ଯେ ଆପଣ ବଞ୍ଚିଯିବେ, ଏଇସବୁ ମେଟେରିଆଲିଷ୍ଟିକ୍ ସୁଖ କହିବିନି, ଆପଣ ମୁକ୍ତି ବି ପାଇଯାଇପାରନ୍ତି, ଆପଣଙ୍କ କର୍ମ ବି ସରିଯାଇପାରେ, ଯେଉଁଟାକି ମୁଁ କହେ କାର୍ମିକ୍ ଡିସମେଣ୍ଟଲମେଣ୍ଟ। ସାଧୁମୁନିମାନେ, ମୁନି ଋଷିମାନେ ଆଉ କ'ଣ କରନ୍ତି? ବସିକି କିଛି କର୍ମ କରନ୍ତିନି,
କାହିଁ କର୍ମ କରିବା, କାହିଁକି ଏଣ୍ଟାଙ୍ଗଲ ହବା, ଆଖି ବୁଝିକି ବସିବା ସରିଲା। ତେଣୁ ଗୋଟିଏ ଉପଚାର ମୂଢ଼ ବା ମୂର୍ଖ ରୁଦ୍ର ମହାପାତ୍ର ଆପଣଙ୍କୁ କହୁଛି, ଆପଣ ନ ଖାଇକି ଖାଇବାକୁ ଦିଅନ୍ତୁ, ସେଇଟା ଅଧିକ ଫଳପ୍ରଦ ହେବ। ଉପାସ ରହିଲେ ତ ଗୋଟେ ଦିନ ଆପଣଙ୍କର ତ ଦେହ ଯାହା ଭଲ ହେଲା, ସେଇ ଖାଇବାଟା ଦିଅନ୍ତୁ। ଯେ ନାଇଁ ଆଜି ମୁଁ 200 ଟଙ୍କାର ଖାଇ ଦେଇଥାନ୍ତି ବଞ୍ଚିଗଲା, ସେଇଟା ଦିଅନ୍ତୁ। ଏମିତି ନାହିଁ କି ଘରେ ଦିଟା କୁକୁର ଆପଣ ପାଳିବେ, ତାଙ୍କୁ VIP ଟ୍ରିଟମେଣ୍ଟ ଦେଇକି ରଖିବେ, ସେ କଥା ମୁଁ କହୁନି ଆପଣଙ୍କୁ। ସେ ତ ଆପଣଙ୍କ ପର୍ସନାଲ ଚଏସ୍, ସେଇଟା ମୁଁ ଦାନରେ କାମ କଲିନି। ଆପଣ ରାସ୍ତାକୁ ଯାଆନ୍ତୁ, ଚା ପିଇବାକୁ ଯିବେ, ଦେଖିବେ କୁକୁର ଆସି ପହଞ୍ଚିବେ। ଆପଣ ଘରେ ଆଗରେ ଗାଈ ଖାଇବାକୁ ଦେଲେ ଗାଈ ଆସିବ, ଚଢ଼େଇକି ଖାଇବାକୁ ଦେଲେ କାଉ କୁଆ କୋଇଲି ସବୁ ଆସି ହାଜିର ହେଇଯିବେ। କୋଇଲି ମୁଁ ଭୁଲରେ କହିଦେଲି ଯଦିଓ, କୁଆ ପାରା ଏମାନେ ଖାଇବାକୁ ଦେବେ, ସବୁଦିନ ଆସି ପହଞ୍ଚିବେ ଆପଣଙ୍କ। ଆପଣ ତାକୁ ଏନକେଜ୍ କରିକି ରଖିବା ଦରକାର ନାହିଁ ଯେ ମୁଁ ପାରାଟାକୁ ରଖିବି କେସ୍ରେ, ଗୋଟେ କୁକୁର ଦିଟା ବାନ୍ଧିକି ରଖିବି। ନାଇଁ ନାଇଁ, ସେମାନେ ବଞ୍ଚନ୍ତି ତାଙ୍କ ରିଲିଫରେ, ଆପଣ ସେମାନଙ୍କୁ ଖାଇବା। ବିଲେଇ ଦେଉନାହାନ୍ତି, ବିଲେଇକି ଲୋକମାନେ ଅଶୁଭ ମାନନ୍ତି, ଖାଇବାକୁ ଦିଅନ୍ତି ନାହିଁ ବୋଲି ସେ ଚୋରି କରେ। ଜ୍ୟୋତିଷ କ୍ଷେତ୍ରରେ ରାହୁ ବୋଲି ଧରା ହେଇଛି ବିଲେଇ, କାହିଁକି? ସେଇଭଳିଆ ଜନ୍ତୁଟେ। ରାହୁକୁ ଆପଣ ଜାଣିପାରିବେନି, ଅନପ୍ରେଡିକ୍ଟେବୁଲ୍। ସେ ବିଲେଇ ସେଠି ବସିଥିବ, କେତେବେଳେ ଆପଣଙ୍କ ଜିନିଷ ନେଇ ପଳେଇବନି। ସେ ଯାହା ବି ହଉ ନା କାହିଁକି, କୌଣସି ସେଠି ମୁଁ ଜ୍ୟୋତିଷ ପୁରଉ ନାହିଁ। ଯେଉଁ ଜନ୍ତୁଟିକୁ ଖାଇବାକୁ ସଫିସିଏଣ୍ଟ ମିଳିଲା, ସେ କିଛି ଏମିତି ଜିନିଷ କରିବେ ନାହିଁ, ସେମାନେ ମଣିଷ ନୁହନ୍ତି। ତେଣୁ ଜନ୍ତୁ କାହିଁକି, ଗୋଟେ ଭିକାରୀଟିଏ ଯିଏ ଖାଇବାକୁ ପାଉନାହିଁ, ଆପଣ ଖାଇବାକୁ ଦେବେ। 100% ସତ, ଆପଣ ଆପଣଙ୍କର ଆଗାମୀ ପିଢ଼ି ପୁଣ୍ୟବଳ ବଢ଼ିବ। ରୁଦ୍ର ମହାପାତ୍ର କହିଯାଉଛି, ମନେ ରଖିଥାନ୍ତୁ। କିଛି ଜ୍ୟୋତିଷର ଆବଶ୍ୟକତା ନାହିଁ, ଆପଣ କରନ୍ତୁ। ନହେଲା 10 ବର୍ଷ, 20 ବର୍ଷ, 25 ବର୍ଷ ଦେଖିବେ, ଦିନେ ନା ଦିନେ ଆପଣ ନିଜେ ରିଅଲାଇଜ୍ କରିପାରିବେ, ନାହିଁ ଆଜି ମୁଁ ଏଇ ସ୍ଥିତିରେ ପହଞ୍ଚିଛି, ମୋର ପୁଣ୍ୟବଳ ଅଛି ବୋଲି। ଆଉ ସେ ପୁଣ୍ୟବଳଟା ହେଲା ଅନ୍ନଦାନ। ମଣିଷ ହୁଅନ୍ତୁ, ପଶୁ ହୁଅନ୍ତୁ, ପକ୍ଷୀ ହୁଅନ୍ତୁ, କୀଟ ଜନ୍ତୁ ବି ହୁଅନ୍ତୁ, ପିମ୍ପୁଡ଼ି ଜନ୍ଦା ଦେବେ, ସେ ଖାଇବେ ଆସେ। ସେଇ ଜିନିଷଟା ଆମେ କରୁ, ଏଇ ଯେଉଁ ପୂର୍ତ୍ତି ପୁରୁଷଙ୍କୁ ଖାଇବା ପିଇବା ସାଧା ପାଦ ପ୍ରୋସେସ୍ କରୁ। ମୁଁ ସେଇଟା ଗୋଟେ ପାର୍ଟ ଅଫ୍ ଲାଇଫ୍ କରିବାକୁ କହୁଛି। ଏମିତି ଅଦିନିଆ ଶ୍ରାଦ୍ଧ ଦେବା ଅପେକ୍ଷା ଦିଅନ୍ତୁ, କିଛି ଅସୁବିଧା ନାହିଁ। ଡେଲି କିଛି କିଛି ଅର୍ଘ୍ୟ ଦିଅନ୍ତୁ, ଯେଉଁଟାକି ହଁ ମୋତେ ତ ଭଗବାନ ଗଣ୍ଡେ ଖାଇବାକୁ ଦେଇଛନ୍ତି, ମୋର କ'ଣ ଦରକାର ଦିନକୁ 3-4 ବକ୍ତ ଖାଇଯିବା, ବରଂ ମୁଁ ଗୋଟେ ବକ୍ତ 2 ବକ୍ତ ଆଜି ଖାଏ, ରେଷ୍ଟ ଖାଦ୍ୟଟା ମୁଁ ଦେଇଦିଏ। ଏଇଭଳିଆ ସବୁବେଳେ ଅନ୍ନଦାନଟା କଲେ ଆପଣଙ୍କୁ ସାଟିସ୍ଫ୍ୟାକ୍ସନ୍ ଲାଗିବ, ତା ଫଳଟା ବି ମିଳିବ। ଆଉ ନାହିଁ ସାର୍ ଆମ ପାଖରେ ପଇସା ନାହିଁ, ଆପଣ କହିଲେ ଆପଣ ନ ଖାଇକି ଦେବା ପାଇଁ। ତେଣୁ ଖାଇବାଟା ଦେବା ପାଇଁ ଆପଣ, ଗୋଟେ ଭିକାରୀ ଯଦି ଚାହିଁବ, ସେ ବି ଅନ୍ନଦାନ କରିପାରିବ। ଆପଣ ଦେଖୁନାହାନ୍ତି, ଗୋଟେ ଭିକାରୀଟେ ଦେଖିବେ, ମୁଁ ଥରେ ଏମିତି ମହାରାଷ୍ଟ୍ର ଯାଇଥାଏ, 2 ଜଣ ଭିକାରୀ ଥାଆନ୍ତି, ତାଙ୍କର 3ଟା କୁକୁର। ତାଙ୍କୁ ଯଦି କିଏ ପାଉଁରୁଟି ଖଣ୍ଡେ ଖାଇବାକୁ ଦେଲେ, ସେ ତାକୁ ଖାଇବାକୁ ଦେବେ। କାହିଁକି? ଆପଣ ପଇସା ଦେଉନାହାନ୍ତି, ଆପଣ ଫୁଡ୍ ଦେଉଛନ୍ତି। ଫୁଡ୍ ଇଜ୍ ଲାଇଫ୍। ହଉ, ମୁଁ ଆଶା କରେ ବହୁତ ଭଲ ଭାବେ ବୁଝେଇଲି। ଜ୍ୟୋତିଷ ଚର୍ଚ୍ଚାଟା ବିଲକୁଲ ନଥିଲା। ଜ୍ୟୋତିଷକୁ ଛାଡ଼ନ୍ତୁ। ନିଜର ଯେଉଁ ମାନବ ଜନ୍ମ ପାଇଛନ୍ତି, ଯଦି ଆପଣଙ୍କୁ ଭଗବାନ 2 ବକ୍ତ ବି ଖାଇବାକୁ ଦେଉଛନ୍ତି, ତା ସତ୍ତ୍ୱେ ବି ଆପଣ କାହାକୁ ଦେଇପାରିବେ। ଏଇ ଯେଉଁ ସବୁ ମିଛରେ କହୁଛନ୍ତି, ସାର୍ ଆମ ପାଖରେ ତ ପଇସା ନାହିଁ, ଆମେ କାହାକୁ ଦେବୁ, ମିଛ। ନିଶ୍ଚିତ ରୂପେ ଆପଣଙ୍କର ସୁଫଳ କିଛି ନା କିଛି ୱେରେ ମିଳିବ। ଆପଣ କହିବେନି ଯେ ନାଇଁ ମୁଁ ତ ଦେଉଛି, ମୋ ପାଖରେ ପଇସା କାହିଁ। ନା ନା, ମୁଁ ଖାଇବାକୁ ଦେଇ ମାନେ ପଇସା ଆସିବ କି? ନା ନା, କିଛି ନା କିଛି ଉପାୟରେ ମିଳିବ। ମନେ ରଖିଥାନ୍ତୁ, ଗୋଟେ ସୁସ୍ଥ ହେଇକି ରହିବା ବି ଗୋଟେ ବଡ଼ ଜିନିଷ। ଆପଣ ସଂସାରରେ ଅଛନ୍ତି, ଆପଣଙ୍କ ପାଖରେ ପୁଅ ଝିଅଟି ଅଛି, ସ୍ତ୍ରୀ ଅଛି, କେହି ରୋଗରେ ପଡ଼ୁନାହାନ୍ତି, ଆପଣ 2 ପଇସା ରୋଜଗାର କରୁଛନ୍ତି, ସେଇଟା ହିଁ ଗୋଟେ ଭଲ ଭାଗ୍ୟ ବୋଲି ମୁଁ କହେ। ନା କି ପୁଅ ଇଆଡ଼େ ମଦ ପିଇକି ବୁଲିଲାଣି, ସ୍ତ୍ରୀକି ଆଉ କୁଆଡ଼େ ଆଫେୟାର ରହିଲାଣି, ହଜବେଣ୍ଡ ତାର ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ମର୍ସିଡିଜ୍ ଚଢ଼ିକି ବୁଲୁଛି, ଏଇଟା ଗୋଟେ ଭଲ ଭାଗ୍ୟ ନୁହେଁ। ଛାଡ଼ନ୍ତୁ, ସେ ତ ମୁଁ ଅନ୍ୟ ଗୋଟେ ଭିଡ଼ିଓରେ କହି ରଖିଛି। ଆଶା କରେ ମୁଁ ଯାହା କହିଲି ବିଲକୁଲ ଆପଣ ତାକୁ ଖରାପ ସାହାଯ୍ୟରେ ଭାବିବେନି ଯେ ମୁଁ ପ୍ରମୋଟ୍ କରୁନାହିଁ ଦାନଟା ଦେବା। ଆପଣଙ୍କର ମନରୁ ଯେପର୍ଯ୍ୟନ୍ତ ହୃଦୟରୁ ଆସିବ ଯେ ନାଇଁ ମୁଁ ଦାନ ଦେବି, ସେଇଟାକୁ ଖାଲି ମୁଁ କ୍ଲିକ୍ କରୁଛି। ଯଦି ହୃଦୟରେ ନାହିଁ, ତାହେଲେ ମୋ କଥା ଶୁଣିକି ଆପଣ କରନ୍ତୁ। ଯେ ରୁଦ୍ର ସାର୍ କହୁଛନ୍ତି, ଏତେ ପାଠଶାଠ ପଢ଼ିଛନ୍ତି, ସେ କହୁଛନ୍ତି ନା ଦେଇଦେବା, ନାହିଁ। ଆପଣଙ୍କର ଦାନ ଦେବାର, ଅନ୍ନଦାନ ଦେବାର, ଅନ୍ନଦାନ କହୁଛି, ମନରେ ଯଦି ସମ୍ପୂର୍ଣ୍ଣ ସ୍ପୃହା ଅଛି, ଆଗ୍ରହ ଅଛି, ତାହେଲେ
ଆପଣ ନିଶ୍ଚିତ ଦିଅନ୍ତୁ, ସୁଫଳ ଗ୍ୟାରେଣ୍ଟେଡ୍। ଆପଣ ହୁଏତ ପଇସା ଲଗାଇଲେ ମ୍ୟୁଚୁଆଲ୍ ଫଣ୍ଡରେ କେଉଁଠି ନଷ୍ଟ ହୋଇଯାଇପାରେ, କିନ୍ତୁ ଅନ୍ନଦାନଟା ସବୁବେଳେ ଆପଣଙ୍କୁ ରିଟର୍ଣ୍ଣ ମିଳିବ। ଜନ୍ମାନ୍ତର ପର୍ଯ୍ୟନ୍ତ ଆପଣଙ୍କ ପୁଣ୍ୟରେ ଲିଖିତ ମାର୍ଗରେ ରହିବ। ହଉ, ଆଜି ପାଇଁ ଏତିକି। ମହାଦେବ ଯଦି ଚାହାନ୍ତି ତାହେଲେ ଇଏ ମୂର୍ଖ ପୁଣି ଆପଣଙ୍କ ପାଇଁ ଅନ୍ୟ କିଛି ଗୋଟେ ସାମାନ୍ୟ ଜ୍ଞାନର ଉପସ୍ଥାପନା କରିବ। ଆଜି ପାଇଁ ଏତିକି। ଓମ୍ ନମଃ ଶିବାୟ।